ଆଜି ଆସନ୍ତୁ ଜାଣିବା ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣ ବହିର ସପ୍ତମ ଅଧ୍ୟାୟ ତୃଣାବର୍ତ୍ତର ମୁକ୍ତି। ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣ ବରାବର ଶୌର୍ଯ୍ୟପୂର୍ଣ୍ଣ ଯଥା ସମଗ୍ର ଧନ, ସମସ୍ତ ବଳ, ସମସ୍ତ ଯଶ, ସମସ୍ତ ଜ୍ଞାନ, ସମସ୍ତ ସୌନ୍ଦର୍ଯ୍ୟ ଏବଂ ସମସ୍ତ ତ୍ୟାଗ। ଭଗବାନ ବିଭିନ୍ନ ପୂର୍ଣ୍ଣଶାଶ୍ୱତ ଅବତାର ରୂପରେ ଆବିର୍ଭୂତ ହୁଅନ୍ତି। ଭଗବାନଙ୍କର ବିଭିନ୍ନ ଅବତାରମାନଙ୍କର ଦିବ୍ୟଲୀଳା ସମ୍ବନ୍ଧରେ ଶୁଣିବାର ସୁଯୋଗ ବଦ୍ଧଜୀବକୁ ପ୍ରାପ୍ତ ହୋଇଅଛି। ଭଗବଦ୍ ଗୀତାରେ କୁହାଯାଇଅଛି, ଜନ୍ମ କର୍ମେ ଚୋମେ ଦିବ୍ୟମ୍। ଭଗବାନଙ୍କର ଲୀଳା ଓ କର୍ମମାନ ଭୌତିକ ନୁହେଁ, ସେଗୁଡ଼ିକ ଭୌତିକ ଧାରଣାର ବହୁତ ଊର୍ଦ୍ଧ୍ୱରେ। କିନ୍ତୁ ବଦ୍ଧଜୀବୀ ଭଗବାନଙ୍କର ଏ ଅସାଧାରଣ ଦିବ୍ୟକର୍ମ ଓ ଲୀଳା ସମ୍ବନ୍ଧରେ ଶୁଣିଲେ ବହୁତ ଉପକାର ପାଇପାରିବ। ଏ ପ୍ରକାର ଶ୍ରବଣ ଦ୍ୱାରା ବଦ୍ଧଜୀବ ଦିବ୍ୟ ପ୍ରକୃତି ଲାଭ କରିପାରେ। ଉପନ୍ୟାସ, ନାଟକ ଓ ପ୍ରବନ୍ଧ ଆକାରରେ ଲିପିବଦ୍ଧ ହୋଇଥିବା ଅନ୍ୟ ବଦ୍ଧଜୀବୀମାନଙ୍କର କାହାଣୀ ଶୁଣିବାର ଏକ ସ୍ୱାଭାବିକ ପ୍ରବୃତ୍ତି ବଦ୍ଧଜୀବର ଅଛି। ଏ ପ୍ରକାର ଶୁଣିବା ପ୍ରବୃତ୍ତିକୁ ଭଗବାନଙ୍କର ଦିବ୍ୟଲୀଳା ଶ୍ରବଣରେ ବିନିଯୁକ୍ତ କରାଯାଇପାରେ। ଫଳରେ ବ୍ୟକ୍ତି ସାଙ୍ଗେ ସାଙ୍ଗେ ଦିବ୍ୟ ପ୍ରକୃତି ଲାଭ କରିବାକୁ ସକ୍ଷମ ହୋଇପାରେ। ଶ୍ରୀକୃଷ୍ଣ ଲୀଳାମାନ ଯେ ଖୁବ୍ ସୁନ୍ଦର, କେବଳ ସେତିକି ନୁହେଁ, ସେଗୁଡ଼ିକ ମଧ୍ୟ ଅତ୍ୟନ୍ତ ମନମୁଗ୍ଧକର। ଯଦି ବ୍ୟକ୍ତି ଭଗବାନଙ୍କର ଦିବ୍ୟଲୀଳା କାହାଣୀ ଶ୍ରବଣ କରିବାର ସୁଯୋଗ ପ୍ରାପ୍ତ ହୁଏ, ତେବେ ଦୀର୍ଘକାଳ ଧରି ଭୌତିକ ପ୍ରକୃତିର ସଂସ୍ପର୍ଶରେ ଆସିଥିବା ଯୋଗୁଁ ଯେଉଁ ମଇଳା ତାର ହୃଦୟରେ ଜମିଥାଏ, ତାହା ସାଙ୍ଗେ ସାଙ୍ଗେ ପରିଷ୍କାର ହୋଇଯାଏ। ଶ୍ରୀ ଚୈତନ୍ୟ ମହାପ୍ରଭୁ ମଧ୍ୟ କହିଛନ୍ତି ଯେ, ଯଦି ବ୍ୟକ୍ତି କେବଳ ଭଗବାନ ଶ୍ରୀକୃଷ୍ଣଙ୍କର ଦିବ୍ୟ ନାମ ଶ୍ରବଣ କରିବ, ତେବେ ତାର ହୃଦୟରୁ ସମସ୍ତ ପ୍ରକାର ଭୌତିକ ସଂସ୍ପର୍ଶଜାତ ମଇଳା ଦୂର ହୋଇଯିବ, ତାର ହୃଦୟ ପରିଷ୍କାର ହୋଇଯିବ। ଆତ୍ମାନୁଭୂତି ଲାଭ କରିବାର ବିଭିନ୍ନ ପନ୍ଥା ଅଛି, କିନ୍ତୁ ଏ ପ୍ରକାର କୃଷ୍ଣ ସେବା, ଯେଉଁଥିରେ ଭଗବାନଙ୍କର ଦିବ୍ୟ ନାମ ଓ ଲୀଳା ଆଦି ଶ୍ରବଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି କୌଣସି ବଦ୍ଧଜୀବ ଗ୍ରହଣ କରେ, ତେବେ ତାର ହୃଦୟରୁ ଭୌତିକତା ସଂସ୍ପର୍ଶଜାତ ମଇଳା ଆପେ ଆପେ ପରିଷ୍କାର ହୋଇଯାଏ ଏବଂ ତାର ପ୍ରକୃତ ସ୍ୱରୂପ ଉପଲବ୍ଧି କରିବାରେ ସକ୍ଷମ ହୁଏ। ଭୌତିକତା ଦୋଷଦୃଷ୍ଟ ହୋଇଥିବା ଯୋଗୁଁ ଜୀବ ବଦ୍ଧଜୀବନ ଲାଭ କରିଥାଏ। ଯେତେବେଳେ ଏହି ଦୋଷ ଦୂର ହୋଇଯାଏ, ସାଙ୍ଗେ ସାଙ୍ଗେ ଜୀବ ମଧ୍ୟରେ ସୁପ୍ତ ଥିବା ପ୍ରକୃତ ସ୍ୱରୂପ ଜୀବ ନିତ୍ୟ କୃଷ୍ଣଦାସ ଅର୍ଥାତ୍ ଭଗବାନଙ୍କ ସେବାରତ ହେବା ପ୍ରକୃତି ଜାଗତ ହୁଏ। ଭଗବାନଙ୍କ ସହ ଥିବା ତାର ସନାତନ ସମ୍ବନ୍ଧ ଜାଗ୍ରତ କରିବା ଯୋଗୁଁ ବ୍ୟକ୍ତି ଭକ୍ତମାନଙ୍କ ସହ ମିତ୍ରତା ସ୍ଥାପନ କରିବାକୁ ସକ୍ଷମ ହୁଏ। ବାସ୍ତବ ଅନୁଭୂତିରୁ ମହାରାଜ ପରୀକ୍ଷିତ କହିଛନ୍ତି ଯେ, ପ୍ରତ୍ୟେକ ଭଗବାନଙ୍କର ଦିବ୍ୟଲୀଳା ଶ୍ରବଣ କରିବାକୁ ପ୍ରଯତ୍ନଶୀଳ ହେବା ଉଚିତ। ଏ କୃଷ୍ଣ ପୁସ୍ତକ ଏହି ଉଦ୍ଦେଶ୍ୟ ଚରିତାର୍ଥ କରିବା ନିମିତ୍ତ ଉଦ୍ଦିଷ୍ଟ ଏବଂ ପାଠକ ଜୀବନର ଅନ୍ତିମ ଲକ୍ଷ୍ୟ ହାସଲ ନିମିତ୍ତ ଏ ସୁଯୋଗ ଗ୍ରହଣ କରିବା ଉଚିତ। ଭଗବାନ ତାଙ୍କର ଅହେତୁକ ଦୟା ଯୋଗୁଁ ଏ ଭୌତିକ ଜଗତରେ ଅବତରଣ କରି ଏକ ସାଧାରଣ ମାନବ ତୁଲ୍ୟ ଲୀଳା କରନ୍ତି। ଦୁର୍ଭାଗ୍ୟବଶତଃ ନାସ୍ତିକମାନେ, ପାପୀମାନେ ଭଗବାନଙ୍କୁ ସେମାନଙ୍କ ସଦୃଶ ଏକ ସାଧାରଣ ମାନବ ବୋଲି ଜ୍ଞାନ କରନ୍ତି ଏବଂ ସେଇଥିପାଇଁ ସେମାନେ ତାଙ୍କୁ ଅବଜ୍ଞା କରନ୍ତି। ଭଗବଦ୍ ଗୀତାରେ ସ୍ୱୟଂ ଭଗବାନ ଏ ପ୍ରକାର ମନୋବୃତ୍ତିକୁ ଘୃଣା କରିଛନ୍ତି। ସେ କହିଛନ୍ତି, ଅବଜାନନ୍ତି ମାମ୍ ମୂଢ଼ା। ଯେଉଁମାନେ ମୂଢ଼, ବଦମାସ, ସେମାନେ ଭଗବାନ ଶ୍ରୀକୃଷ୍ଣଙ୍କୁ ଏକ ସାଧାରଣ ମାନବ ତୁଲ୍ୟ କିମ୍ବା ଏକ ସାମାନ୍ୟ ଅଧିକ ଶକ୍ତିଶାଳୀ ମାନବ ତୁଲ୍ୟ ଜ୍ଞାନ କରନ୍ତି। ଦୁର୍ଭାଗ୍ୟବଶତଃ ସେମାନେ ତାଙ୍କୁ ପରମ ପୁରୁଷ ଭଗବାନ ବୋଲି ସ୍ୱୀକାର କରନ୍ତି ନାହିଁ। ବେଳେବେଳେ ଏହି ପ୍ରକାର ହତଭାଗା ବ୍ୟକ୍ତିମାନେ ପ୍ରାମାଣିକ ଗ୍ରନ୍ଥକୁ ସ୍ୱୀକାର ନ କରି ନିଜକୁ ଶ୍ରୀକୃଷ୍ଣଙ୍କ ଅବତାର ବୋଲି କହନ୍ତି। କେତେକ ମାସ ପରେ ଶିଶୁ ଶ୍ରୀକୃଷ୍ଣ ପେଟେଇବାକୁ ଆରମ୍ଭ କଲେ। ସେ ଆଉ କେବଳ ଚିତ୍ତ ହୋଇ ଶୋଇ ରହିଲେ ନାହିଁ। ନନ୍ଦ ଓ ଯଶୋଦା ଆଉ ଗୋଟିଏ ଉତ୍ସବ ପାଳନ କଲେ। ତାହା ହେଉଛି ଶ୍ରୀକୃଷ୍ଣଙ୍କର ପ୍ରଥମ ଜନ୍ମବାର୍ଷିକ। ସେମାନେ ଶ୍ରୀକୃଷ୍ଣ ଜନ୍ମତିଥି ଉପଲକ୍ଷେ ଜନ୍ମୋତ୍ସବ ପାଳନର ଆୟୋଜନ କଲେ। ଯେଉଁମାନେ ବୈଦିକ ରୀତି ଅନୁସରଣ କରନ୍ତି, ସେମାନେ ବର୍ତ୍ତମାନ ସୁଦ୍ଧା ଏହା ପାଳନ କରନ୍ତି। ବିଭିନ୍ନ ସାମ୍ପ୍ରଦାୟିକ ମତ ନିର୍ବିଶେଷରେ ଭାରତରେ ସମସ୍ତେ ହିନ୍ଦୁ ଆଜି ସୁଦ୍ଧା ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ କରନ୍ତି।
ସମସ୍ତ ଗୋପାଳ ଓ ଗୋପୀବୃନ୍ଦଙ୍କୁ ଏଥିରେ ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ କରାଗଲା ଏବଂ ସେମାନେ ଅତ୍ୟନ୍ତ ଆନନ୍ଦ ସହକାରେ ଏଥିରେ ଅଂଶଗ୍ରହଣ କଲେ। ସୁନ୍ଦର ଗୀତବାଦ୍ୟ ଆଦି ପରିବେଷିତ ହୋଇଥିଲା। ଉପସ୍ଥିତ ଥିବା ସମସ୍ତ ଲୋକ ଏହାକୁ ବେଶ୍ ଉପଭୋଗ କରିଥିଲେ। ବିଦ୍ୱାନ ବ୍ରାହ୍ମଣମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସେମାନେ ଶ୍ରୀକୃଷ୍ଣଙ୍କ ସୌଭାଗ୍ୟ ଉଦୟ ନିମିତ୍ତ ବେଦମନ୍ତ୍ର ଉଚ୍ଚାରଣ କରିଥିଲେ। ଯେତେବେଳେ ବ୍ରାହ୍ମଣମାନେ ବେଦମନ୍ତ୍ର ଉଚ୍ଚାରଣ କରୁଥିଲେ ଏବଂ ନାନା ପ୍ରକାର ବାଦ୍ୟଯନ୍ତ୍ର ବାଜି ଚାରିଆଡ଼େ ମୁଖରିତ ହେଉଥିଲା, ସେତିକି ବେଳେ ମା ଯଶୋଦା ଶ୍ରୀକୃଷ୍ଣଙ୍କୁ ସ୍ନାନ କରାଇଲେ। ଏହି ସ୍ନାନୋତ୍ସବକୁ ଅଭିଷେକ କୁହାଯାଏ। ବର୍ତ୍ତମାନ ସୁଦ୍ଧା ବୃନ୍ଦାବନରେ ଜନ୍ମାଷ୍ଟମୀ ତିଥିରେ ଅର୍ଥାତ୍ ଶ୍ରୀକୃଷ୍ଣଙ୍କର ବାର୍ଷିକ ଜନ୍ମୋତ୍ସବ ତିଥିରେ ପ୍ରତ୍ୟେକ ମନ୍ଦିରରେ ଏହା ପାଳନ କରାଯାଏ। ଏହି ଉତ୍ସବ ଉପଲକ୍ଷେ ମା ଯଶୋଦା ବିପୁଳ ପରିମାଣରେ ଶସ୍ୟ ବିତରଣ ବ୍ୟବସ୍ଥା କରିଥିଲେ। ଆହୁରି ମଧ୍ୟ ସ୍ୱର୍ଣ୍ଣ ଅଳଙ୍କାରରେ ଭୂଷିତ ସୁନ୍ଦର ଗାଈମାନ ବିଦ୍ୱାନ ବ୍ରାହ୍ମଣମାନଙ୍କୁ ଦାନ ଦେବା ନିମିତ୍ତ ବ୍ୟବସ୍ଥା କରାଯାଇଥିଲା। ଯଶୋଦା ସ୍ନାନ କରି ସୁନ୍ଦର ପୋଷାକ ପରିଧାନ କଲେ ଏବଂ ବ୍ରାହ୍ମଣମାନେ ଆବୃତ୍ତି କରିଥିବା ବେଦମନ୍ତ୍ର ଶ୍ରବଣ କରି ବସି ପଡ଼ିଲେ। ମା ଯଶୋଦା ବେଦମନ୍ତ୍ର ଶ୍ରବଣ କରୁଥିବା ବେଳେ ଶିଶୁ ଶ୍ରୀକୃଷ୍ଣ ନିଦ୍ରାଭିଭୂତ ହେଲା ଭଳି ଜଣାପଡ଼ିଲା। ତେଣୁ ମା ଯଶୋଦା ତାଙ୍କୁ ଖୁବ୍ ସାବଧାନ ସହକାରେ ଶଯ୍ୟାରେ ଶୁଆଇ ଦେଲେ। ସେ ଉତ୍ସବ ଉପଲକ୍ଷେ ତାଙ୍କ ଘରକୁ ଆସିଥିବା ତାଙ୍କର ବନ୍ଧୁ ବାନ୍ଧବ ଜ୍ଞାତି କୁଟୁମ୍ବମାନଙ୍କୁ ସ୍ୱାଗତ କରିବାରେ ବ୍ୟସ୍ତ ରହି ସେ ଶିଶୁ ଶ୍ରୀକୃଷ୍ଣଙ୍କୁ ସ୍ତନ୍ୟପାନ କରାଇବାକୁ ଭୁଲି ଯାଇଥିଲେ। କ୍ଷୁଧିତ ହୋଇ କୃଷ୍ଣ କାନ୍ଦି ଉଠିଲେ, କିନ୍ତୁ ବହୁତ ଗଳମାଳ ଶବ୍ଦ ଯୋଗୁଁ ମା ଯଶୋଦା ତାହା ଶୁଣିପାରିଲେ ନାହିଁ। ସେ ଖୁବ୍ କ୍ଷୁଧିତ ହୋଇଥିବା ଯୋଗୁଁ ଏବଂ ମା ନ ଶୁଣିଥିବା ଯୋଗୁଁ ସେ ଖୁବ୍ ରାଗିଗଲେ। ତେଣୁ ସେ ତାଙ୍କର ପାଦପଦ୍ମକୁ ଉଠାଇ ସାଧାରଣ ଶିଶୁ ପରି ଗୋଡ଼ ବାଡ଼େଇବାକୁ ଆରମ୍ଭ କଲେ। ଏକ ହାତଟଣା ଗାଡ଼ି ତଳେ ଶିଶୁ କୃଷ୍ଣଙ୍କୁ ଶୁଆଇ ଦିଆଯାଇଥିଲା। ଯେତେବେଳେ ସେ ତାଙ୍କର ଗୋଡ଼ ପିଟୁଥିଲେ, ସେ ଦୈବବଶତଃ ଗାଡ଼ିର ଚକକୁ ଆଘାତ କଲେ। ତାହା ଭାଙ୍ଗି ପଡ଼ିଲା। ସେ ଗାଡ଼ି ଉପରେ ବିଭିନ୍ନ ପ୍ରକାର କଂସା ପିତ୍ତଳ ଥାଳି ବାସନ ଆଦି ଲଦା ହୋଇଥିଲା। ସେଗୁଡ଼ିକ ସବୁ ରୁଣୁଝୁଣୁ ଶବ୍ଦ ଭୟଙ୍କର ଶବ୍ଦ କରି ତଳେ ପଡ଼ିଗଲା। ଚକ ଅରରୁ ବାହାରିଗଲା ଏବଂ ଚକର ଫସିବନ୍ଧୁ ଭାଙ୍ଗି ଯାଇ ଏଣେ ତେଣେ ଛିଞ୍ଚାଡ଼ି ହୋଇ ପଡ଼ିଲା। ମା ଯଶୋଦା, ଗୋପିକାବୃନ୍ଦ, ନନ୍ଦ ମହାରାଜ ଏବଂ ଗୋପାଳଗଣ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ଯେ ଗାଡ଼ିଟି କିପରି ଆପେ ଆପେ ଭାଙ୍ଗି ପଡ଼ିଲା। ପବିତ୍ର ଉତ୍ସବ ଉପଲକ୍ଷେ ଯେଉଁ ପୁରୁଷ ସ୍ତ୍ରୀଗଣ ସେଠାରେ ଉପସ୍ଥିତ ଥିଲେ, ସେମାନେ ସମସ୍ତେ ସେଠାରେ ଏକତ୍ର ହୋଇଗଲେ ଏବଂ ଗାଡ଼ିଟି କିପରି ଭାଙ୍ଗିଲା ସେ ସମ୍ବନ୍ଧରେ ନାନା ପ୍ରକାର ମତ ଦେବାକୁ ଆରମ୍ଭ କଲେ। କିନ୍ତୁ କେହି ପ୍ରକୃତ କାରଣ ସ୍ଥିର କରିପାରିଲେ ନାହିଁ। କିନ୍ତୁ ଯେଉଁ ପିଲାମାନେ ଶିଶୁ ଶ୍ରୀକୃଷ୍ଣଙ୍କ ସହିତ ଖେଳିବା ପାଇଁ ନିଯୁକ୍ତ ହୋଇଥିଲେ, ସେମାନେ କହିଲେ ଯେ ଶିଶୁ କୃଷ୍ଣ ଚକରେ ଗୋଡ଼ ପିଟିବାରୁ ଗାଡ଼ିଟି ଭାଙ୍ଗି ପଡ଼ିଲା। ସେମାନେ ଲୋକମାନଙ୍କୁ କହିଲେ ଯେ ସେମାନେ ଦେଖିଛନ୍ତି କିପରି ଶଗଡ଼ଟି ଭାଙ୍ଗିଲା। ସେମାନେ ଖୁବ୍ ଜୋର ଦେଇ କଥା କହିଲେ। କେତେକ ପିଲାଙ୍କ କଥା ଶୁଣିଲେ, କିନ୍ତୁ ଆଉ କେତେକ କହିଲେ, ଏ ଛୋଟ ପିଲାଙ୍କ କଥା କିପରି ଆମେ ବିଶ୍ୱାସ କରିବା। ଗୋପାଳ ଓ ଗୋପୀକ ବୃନ୍ଦ ବୁଝିପାରିନଥିଲେ ଯେ ସର୍ବଶକ୍ତିମାନ ଭଗବାନ ସେଠାରେ ଏକ ଶିଶୁ ରୂପରେ ଶୟନ କରିଥିଲେ ଏବଂ ସେ ଯାହା ଇଚ୍ଛା କରିବେ ତାହା କରିପାରିବେ। ସେ ସମ୍ଭବକୁ ଅସମ୍ଭବ କରିପାରନ୍ତି ଏବଂ ଅସମ୍ଭବକୁ ସମ୍ଭବ କରିପାରନ୍ତି। ଯେତେବେଳେ ଲୋକମାନେ ଏ ବିଷୟରେ ଆଲୋଚନା କରୁଥିଲେ, ସେତିକି ବେଳେ ଶିଶୁ କୃଷ୍ଣ କାନ୍ଦି ଉଠିଲେ। ମା ଯଶୋଦା ସାଙ୍ଗେ ସାଙ୍ଗେ ଶିଶୁକୁ କୋଳରେ ଧରିନେଲେ ଏବଂ ଅଶୁଭ ଶକ୍ତି ବା ଭୂତପ୍ରେତକୁ ତଡ଼ିବା ନିମିତ୍ତ ବ୍ରାହ୍ମଣ ପଣ୍ଡିତମାନଙ୍କୁ ବେଦମନ୍ତ୍ର ଉଚ୍ଚାରଣ କରିବାକୁ କହିଲେ। ଆଉ ମଧ୍ୟ ଶିଶୁଙ୍କୁ ସ୍ତନ୍ୟପାନ କରାଇଲେ। ଯଦି ଶିଶୁ ଭଲ ଭାବରେ ମାତୃସ୍ତନ୍ୟ ପାନ କଲା, ତେବେ ବୁଝିବାକୁ ହେବ ଯେ ଆଉ କିଛି ବିପଦ ନାହିଁ, ସେ ବିପଦରୁ ମୁକ୍ତ ହୋଇଯାଇଅଛି। ଏହାପରେ ବଳବାନ ଗୋପାଳମାନେ ଭାଙ୍ଗି ପଡ଼ିଥିବା ଗାଡ଼ିଟିକୁ ସଜାଡ଼ିବାକୁ ଚେଷ୍ଟା କଲେ। ଏଣେ ତେଣେ ଛିଞ୍ଚାଡ଼ି ହୋଇ ପଡ଼ିଥିବା ଅଂଶଗୁଡ଼ିକୁ ଯୋଡ଼ି ଗାଡ଼ିଟିକୁ ସଜାଡ଼ି ଦେଲେ। ତତ୍ପରେ ବ୍ରାହ୍ମଣମାନେ ଦଧି, ଘୃତ, କୁଶ ଓ ଜଳ ଆଦି ଆହୁତି ଦେଇ ଯଜ୍ଞାନୁଷ୍ଠାନ କଲେ। ଶିଶୁର ସୌଭାଗ୍ୟ ଉଦୟ ନିମିତ୍ତ ସେମାନେ ଭଗବାନଙ୍କୁ ପୂଜା କଲେ। ସେଠାରେ ଉପସ୍ଥିତ ଥିବା ସମସ୍ତ ବ୍ରାହ୍ମଣ ବିଦ୍ୱାନ ଥିଲେ, କାରଣ ସେମାନେ ଈର୍ଷାପରାୟଣ ନଥିଲେ। ସେମାନେ ମିଥ୍ୟା କହୁନଥିଲେ, ଗର୍ବୀ ନଥିଲେ, ଅହିଂସ ପ୍ରକୃତିର ନଥିଲେ ଏବଂ ସେମାନେ ଅଯଥା ସମ୍ମାନ ଦାବି କରୁନଥିଲେ।
ସେମାନେ ସମସ୍ତ ଉପଯୁକ୍ତ ବ୍ରାହ୍ମଣ ଥିଲେ ଏବଂ ସେମାନଙ୍କ ଆଶୀର୍ବାଦ ଯେ ନିଷ୍ଫଳ ହେବ ଏପରି ଭାବିବାର କୌଣସି ଅବକାଶ ନଥିଲା। ନନ୍ଦ ମହାରାଜଙ୍କର ସେ ବିଦ୍ୱାନ ବ୍ରାହ୍ମଣମାନଙ୍କ ଠାରେ ଖୁବ୍ ବିଶ୍ୱାସ ଥିଲା। ତେଣୁ ସେ କୃଷ୍ଣଙ୍କୁ କଳରେ ନେଇ ନାନା ପ୍ରକାର ଔଷଧ ଉଦ୍ଭିଦ ମିଶା ଜଳରେ ତାଙ୍କୁ ସ୍ନାନ କରାଇଦେଲେ। କୃଷ୍ଣଙ୍କ ସ୍ନାନ ସମୟରେ ବ୍ରାହ୍ମଣଗଣ ଋକ୍, ଯଦୁ ଏବଂ ସାମବେଦର ମନ୍ତ୍ରମାନ ଆବୃତ୍ତି କରୁଥିଲେ। ଉପଯୁକ୍ତ ବ୍ରାହ୍ମଣଙ୍କ ବ୍ୟତୀତ ଅନ୍ୟମାନଙ୍କର ବେଦମନ୍ତ୍ର ଆବୃତ୍ତି କରିବା ଉଚିତ ନୁହେଁ। ଏଠାରେ ପ୍ରମାଣ ଦିଆଯାଇଛି ଯେ ଯେଉଁ ସମୟରେ ବ୍ରାହ୍ମଣମାନେ ସମସ୍ତ ପ୍ରକାର ବ୍ରାହ୍ମଣ ସୁଲଭ ଗୁଣରେ ଭୂଷିତ ହୋଇଥିଲେ, ନନ୍ଦ ମହାରାଜଙ୍କର ସେମାନଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ଥିଲା। ତେଣୁ ବେଦମନ୍ତ୍ର ଉଚ୍ଚାରଣ କରି ଏ ପ୍ରକାର ବ୍ରତ ବିଧିପୂର୍ଣ୍ଣ ଉତ୍ସବ ଅନୁଷ୍ଠାନ କରିବାକୁ ସେମାନଙ୍କୁ ଅନୁମତି ଦିଆଯାଇଥିଲା। ବିଭିନ୍ନ ଉଦ୍ଦେଶ୍ୟ ସାଧନ ନିମିତ୍ତ ବିଭିନ୍ନ ପ୍ରକାର ଯଜ୍ଞାନୁଷ୍ଠାନ କରିବାର ବିଧି ମଧ୍ୟ ଅଛି, କିନ୍ତୁ ଉପଯୁକ୍ତ ବ୍ରାହ୍ମଣମାନଙ୍କ ଦ୍ୱାରା ମନ୍ତ୍ର ଉଚ୍ଚାରଣ କରାଯିବା ଉଚିତ। ଏ କଳିଯୁଗରେ ସେହି ପ୍ରକାର ଉପଯୁକ୍ତ ବ୍ରାହ୍ମଣ ମିଳୁନାହାନ୍ତି। ତେଣୁ ସମସ୍ତ ପ୍ରକାର ବୈଦିକ କର୍ମକାଣ୍ଡ ବିଧି, ପୂଜା, ବ୍ରତବିଧି ଅନୁଷ୍ଠାନ ବା ଯଜ୍ଞାନୁଷ୍ଠାନ ବାରଣ କରାଯାଇଛି। ତେଣୁ ଶ୍ରୀ ଚୈତନ୍ୟ ମହାପ୍ରଭୁ ଏ ଯୁଗ ପାଇଁ କେବଳ ଏକମାତ୍ର ଯଜ୍ଞବିଧି ଅନୁମୋଦନ କରିଛନ୍ତି, ତାହା ହେଉଛି ସଂକୀର୍ତ୍ତନ ଯଜ୍ଞ କିମ୍ବା କେବଳ ମହାମନ୍ତ୍ର କୀର୍ତ୍ତନ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ ର କୀର୍ତ୍ତନ। ବ୍ରାହ୍ମଣମାନେ ଯେତେବେଳେ ବେଦମନ୍ତ୍ର ଉଚ୍ଚାରଣ କରି ଦ୍ୱିତୀୟବାର ଯଜ୍ଞାନୁଷ୍ଠାନ କଲେ, ନନ୍ଦ ମହାରାଜ ସେମାନଙ୍କୁ ପୁଣି ପ୍ରଚୁର ପରିମାଣର ଶସ୍ୟ ଓ ଅନେକ ଗାଭୀ ଦାନ କଲେ। ଯେଉଁ ଗାଭୀମାନଙ୍କୁ ଦାନ ଦିଆଗଲା ସେମାନେ ସମସ୍ତ ସ୍ୱର୍ଣ୍ଣଜର ବିଶିଷ୍ଟ ସୁନ୍ଦର ପୋଷାକ ପରିଧାନ କରିଥିଲେ। ସେମାନଙ୍କର ଶିଙ୍ଗମାନ ସ୍ୱର୍ଣ୍ଣ ମୁଦ୍ରିକାମାନଙ୍କ ଦ୍ୱାରା ଖଚିତ ହୋଇଥିଲା ଏବଂ ଖୁରାମାନ ରୌପ୍ୟ ଚଦର ଦ୍ୱାରା ଆଚ୍ଛାଦିତ ହୋଇଥିଲା ଏବଂ ସେମାନେ ସମସ୍ତେ ପୁଷ୍ପମାଲ୍ୟ ଧାରଣ କରିଥିଲେ। ନନ୍ଦ ମହାରାଜ ତାଙ୍କର ଆଶ୍ଚର୍ଯ୍ୟଜନକ ଶିଶୁର ମଙ୍ଗଳ ନିମିତ୍ତ ଏତେ ଗାଭୀ ଦାନ କରିଥିଲେ। ଉପଯୁକ୍ତ ବ୍ରାହ୍ମଣମାନଙ୍କର ଆଶୀର୍ବାଦ କେବେ ହେଲେ ନିଷ୍ଫଳ ହୁଏ ନାହିଁ। ଏହି ଉତ୍ସବ ପରେ ଦିନେ ମା ଯଶୋଦା ଶିଶୁ କୃଷ୍ଣଙ୍କୁ କୋଳରେ ଧରି ଥାପୁଡ଼ାଉଥିଲେ। ଶିଶୁ ଖୁବ୍ ଭାରି ହୋଇଗଲା। ସେ ଏତେ ଭାରି ହୋଇଗଲେ ଯେ ମା ଯଶୋଦା ତାଙ୍କୁ ଆଉ କୋଳରେ ଧରିପାରିଲେ ନାହିଁ। ସେ ବାଧ୍ୟ ହୋଇ ତାଙ୍କୁ ଭୂଇଁରେ ଶୁଆଇଦେଲେ। କିଛି ସମୟ ପରେ ମା ଯଶୋଦା ଗୃହକର୍ମରେ ଲାଗିଗଲେ। ସେହି ସମୟରେ କଂସ ଦ୍ୱାରା ଆଦିଷ୍ଟ ହୋଇ ତୃଣାବର୍ତ୍ତ ନାମକ କଂସର ଏକ ଅନୁଚର ସେଠାରେ ଘୂର୍ଣ୍ଣିବାତ୍ୟା ରୂପରେ ପ୍ରବେଶ କଲା। ସେ ତାର କାନ୍ଧରେ ଶିଶୁକୁ ବସାଇ ସମଗ୍ର ବୃନ୍ଦାବନ ଉପରେ ଏକ ବିରାଟ ଧୂଳିଝଡ଼ ସୃଷ୍ଟି କଲା। ଏତଦ୍ୱାରା ପ୍ରତ୍ୟେକଙ୍କ ଚକ୍ଷୁ କେତେକ ମୁହୂର୍ତ୍ତ ପାଇଁ ବନ୍ଦ ହୋଇଗଲା ଏବଂ ସମଗ୍ର ବୃନ୍ଦାବନ ଘନ ଅନ୍ଧକାରଚ୍ଛନ୍ନ ହୋଇଗଲା। କେହି କାହାରିକୁ କିମ୍ବା କିଛି ଦେଖିପାରିଲେ ନାହିଁ। ଏହି ଦୁର୍ଗତି ସମୟରେ ମା ଯଶୋଦା ମଧ୍ୟ ତାଙ୍କ ଶିଶୁଙ୍କୁ ଦେଖିପାରିଲେ ନାହିଁ। ଘୂର୍ଣ୍ଣିବାତ୍ୟା ବା ଖଣ୍ଡିଆଭୂତ ଶିଶୁ ଶ୍ରୀକୃଷ୍ଣଙ୍କୁ ନେଇଯାଉଥିଲା। ମା ଯଶୋଦା କୃଷ୍ଣଙ୍କୁ ନ ପାଇ ବିକଳ ହୋଇ କାନ୍ଦୁଥିଲା। ବେଳେବେଳେ ସମସ୍ତ ଗୋପିକା ବୃନ୍ଦ ସାଙ୍ଗେ ସାଙ୍ଗେ ସେଠାରୁ ଧାଉଁ ଆସିଲେ ଏବଂ ଶିଶୁ ଶ୍ରୀକୃଷ୍ଣଙ୍କୁ ଖୋଜିବାରେ ଲାଗିଲେ। ସେମାନେ ଶ୍ରୀକୃଷ୍ଣଙ୍କୁ ନ ପାଇ ହତାଶ ହୋଇପଡ଼ିଲେ। ତୃଣାବର୍ତ୍ତ ରାକ୍ଷସ ଶ୍ରୀକୃଷ୍ଣଙ୍କୁ କାନ୍ଧରେ ବସାଇ ଆକାଶରେ ଖୁବ୍ ଉଚ୍ଚକୁ ଉଡ଼ିଗଲା। କିନ୍ତୁ ଶିଶୁ ଏତେ ଅଜନ ହୋଇଗଲା ଯେ ସେ ରାକ୍ଷସ ଆଉ ଉଚ୍ଚକୁ ଯାଇପାରିଲା ନାହିଁ। ସେ ବାଧ୍ୟ ହୋଇ ତାର ଘୂର୍ଣ୍ଣିବାତ୍ୟା କ୍ରିୟା ବନ୍ଦ କଲା। ଶିଶୁ ଶ୍ରୀକୃଷ୍ଣ ଏତେ ଭାରି ହୋଇଗଲା ଯେ ରାକ୍ଷସ ଆଉ ଉପରକୁ ଉଠି ନ ପାରି ତଳକୁ ଖସିବାକୁ ଆରମ୍ଭ କଲା। ଭଗବାନ ତାର ବେକକୁ ଜାବୁଡ଼ି ଧରିଲେ। ଶିଶୁ ଏକ ବିରାଟ ପର୍ବତ ତୁଲ୍ୟ ତୃଣାବର୍ତ୍ତକୁ ବଦ୍ଧ ହେଲା ଏବଂ ସେ ତାଙ୍କ କବଳରୁ ମୁକ୍ତ ହେବାକୁ ଚେଷ୍ଟା କଲା, କିନ୍ତୁ ମୁକ୍ତ ହୋଇପାରିଲା ନାହିଁ। ତାର ଚକ୍ଷୁ କୋଟରରୁ ବାହାରି ପଡ଼ିଲା। ଖୁବ୍ ଭୟଙ୍କର ଚିତ୍କାର କରି ସେ ବୃନ୍ଦାବନରେ ଭୂଇଁ ଉପରେ କଚାଡ଼ି ହୋଇ ପଡ଼ିଲା ଏବଂ ମରିଗଲା। ଶିବଙ୍କ ଦ୍ୱାରା ଶରବିଧ ହୋଇଥିବା ତ୍ରିପୁରାସୁର ନିପତିତ ହେଲା ପରି ରାକ୍ଷସ ତୃଣାବର୍ତ୍ତ ଭୂମିରେ ନିପତିତ ହେଲା। ପଥୁରିଆ ଭୂଇଁରେ କଡ଼ି ହୋଇପଡ଼ି ତାର ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଗଲା। ବୃନ୍ଦାବନର ସମସ୍ତ ଅଧିବାସୀ ତାର ଶରୀରକୁ ଦେଖିପାରିଲେ। ଯେତେବେଳେ ଗୋପୀମାନେ ଦେଖିଲେ ରାକ୍ଷସ ମରିଯାଇଛି ଏବଂ ଶିଶୁ କୃଷ୍ଣ ଖୁବ୍ ଆନନ୍ଦରେ ତା ଶରୀର ଉପରେ ଖେଳୁଛନ୍ତି, ସେମାନେ ସାଙ୍ଗେ ସାଙ୍ଗେ କୃଷ୍ଣଙ୍କୁ ଅତି ସ୍ନେହରେ ଉଠାଇ ନେଲେ। ଗୋପାଳ ଓ ଗୋପିକା ବୃନ୍ଦ ତାଙ୍କର ସ୍ନେହରେ କୃଷ୍ଣଙ୍କୁ ପାଇ ଖୁବ୍ ଆନନ୍ଦିତ ହେଲେ।
से समय से कथबार्ता हेबाकु आरंभ कले कि आश्चर्यर कथा जो राक्षस शिशु कृष्ण को गिली पकाइब बोली नेइथिला किंतु पारिला नाही। ता परिवर्ते से तले कड़ी कचाड़ी होई मरीगला। सेमानक मध्यरु केतक कथाटाकू एई प्रकार समर्थन कले ए ठीक हेइछि। जो माने महान पापी सेमाने सेमानकर पाप कर्मर प्रतिक्रिया जोगु ए प्रकार मृत्युवरण करती। शिशु श्रीकृष्ण तो पुण्यात्मा, तेणु से समस्त प्रकार विपज्जनक परिस्थिति रक्षा पाउचंती। आम्भे माने मध्य आमर पूर्वजन्म भगवान को पूजा करी प्रचुन्न धन दान करी एवं साधारण लोकंक परि उपकार करी विराट यज्ञानुष्ठान करिछे। सेइथिपाई जोगु ए शिशु समस्त प्रकार विपदरु रक्षा पाउछि। सेठारे उपस्थित थिबा गोपीक गण कुहाकुही हेले, आमे आमर पूर्वजन्म कि व्रतानुष्ठान और तपस्या करथिले केजाणी, बोधे हुए आम्भे माने पूर्वजन्म विभिन्न प्रकार यज्ञानुष्ठान करी भगवान को पूजा करथिले, प्रचुर धन दान करथिले एवं अश्वत्थ वृक्ष रोपण करी एवं कूप खनन करी बोधे हुए नाना प्रकार लोकहितकर कार्य करथिले। तेणु बोधे हुए यही सबु पुण्यकर्म जोगु आमे आमर प्रिय शिशु को फेरी पाइले, जहाकु कि आमे मरीगला बोली भाबुथिले। वर्तमान शिशु श्रीकृष्ण तांकर बंधु बांधव ज्ञाति कुटुंब को पुनर्जीवित देवा निमित्त फेरी आसीचंती। ए प्रकार अद्भुत घटना मान देखि नंद महाराज बारंबार वसुदेवर कथा गुड़िक मने पकाउथांती। एई घटना परे जेतेबेले माँ यशोदा थरे शिशु श्रीकृष्ण को खूब स्नेह रे थापुड़ाउथिले, सेतिकी बेले तांको स्तनरु खूब दुग्ध स्रबिला एवं से आंगुठी रे जेतेबेले शिशु श्रीकृष्णकर पाटी मेले कले, से हठात श्रीकृष्णक पाटी मध्यरे विश्वरूप देखिले। हठात श्रीकृष्णक पाटी मध्यरे विश्वरूप देखिले। से श्रीकृष्णक पाटी मध्यरे देखिले सेठारे अछि समुदाय आकाशमंडल, सेथिरे अछि समस्त ज्योतिष ग्रह नक्षत्र चतुर्दिगर तारका सूर्य चंद्र अग्नि वायु सागर द्वीप पर्वत नदी बण जंगल एवं अन्य समस्त स्थावर और जंगम आदि। यह देखि माँ यशोदा हृदय स्पंदित होगाकू लगेगा एवं से मन को मन कही उठिले, यह केड़े विचित्र। से किछि कहि पारिले नाही, केवल आखि बुझी पकाइले। से विचित्र चिंतारे मग्न होई पड़िले। शिशु रूप माँ कोଳରେ शोइथिबा अवस्थारे श्रीकृष्ण जे एपरि विश्वरूप प्रदर्शन कले, एथिरु यह प्रमाणित हेउछि जे परम पुरुष भगवान सर्वदा परम पुरुष भगवान ही अटंती। माँ कोଳରେ शिशु रूप हेउ किंबा कुरुक्षेत्र युद्धभूमि रे सारथी रूप हेउ, जे कौनसी रूप हेउ, से परम पुरुष भगवान ही अटंती। मायावादीर भ्रमात्मक धारणा व्यक्ति ध्यान जग बल भगवान हो पारे किंबा कौनसी कृत्रिम भौतिक क्रियाकलाप प्रदर्शन करी भगवान हो पारे। एतद्वारा मिथ्या बोली प्रमाणित हेउछि। जे कौनसी अवस्था किंबा जे कौनसी स्तर रे भगवान ही सर्वदा भगवान एवं जीवगण सर्वदा परम पुरुष भगवानंकर अचिंत्य अलौकिक शक्ति सहित समान हो पारिबे नाही। भक्ति वेदांत भाष्यर सप्तम अध्याय तृणावर्तर मुक्ति शीर्षक विषय शेष हेला।